ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ସସ୍ମିତା ପଣ୍ଡା, ଉପନ୍ୟାସିକ, କବୟିତ୍ରୀ, ଗାଳ୍ପିକା ଏବଂ ମୋଟିଭେସନାଲ୍ ସ୍ପିକର। ମୋ ଚ୍ୟାନେଲ ଦ ହାର୍ଟ ଟିକରକୁ ବହୁତ ହୃଦୟରେ ସହ ସ୍ୱାଗତ କରୁଛି। ମୋ ଲେଖା ମାଧ୍ୟମରେ ନିଜ ଅନୁଭବର ଫୁଲ ଚାଙ୍ଗୁଡିରୁ ଗୋଟିଏ ବାଛି ଫୁଲ ମୁଁ ଆପଣଙ୍କ ପାଇଁ ମୋ ଚ୍ୟାନେଲ ମାଧ୍ୟମରେ ଅର୍ପଣ କରୁଛି। ଅନୁରୋଧ, ମୋ ଚ୍ୟାନେଲକୁ ଭିଜିଟ୍ କରନ୍ତୁ ଏବଂ ଶୁଣନ୍ତୁ। ଜଣା ନାହିଁ ଆପଣଙ୍କ ମନର କାହାର ଚିକିତ୍ସା ଏଠି ମିଳିଯାଇପାରେ। ଡେରି ନକରି ଆରମ୍ଭ କରୁଛି। ସଣ୍ଡେ ହେଲେ ମନ ଟାଣେ ନନଭେଜ୍ ଆଡ଼କୁ। ହଠାତ୍ ମୁଁ ବହୁତ ଦିନ ହେଲା ନନଭେଜ୍ ଖାଉନି, କାରଣ ମୋର ଲିଭର ଗ୍ରେଡ୍ 2 ଫ୍ୟାଟି ଲିଭର ହେଇଯାଇଛି। ତେଣୁ ମୋତେ ଖାଇବା ପାଇଁ ବନ୍ଦ କରାହେଇଛି। କିନ୍ତୁ ପାଟିର ଟେଷ୍ଟ ଉଡ଼ିଗଲାଣି ସେ ପୋଡ଼ା ଜଳା ସିଝା ଖାଇକି। ତାପରେ ଦେହକୁ ଭଲ ଲାଗୁନି ଚିକି ଏଗୁଡ଼ାକ ଖାଇବା ପାଇଁ, କାହିଁକିନା ଆଗରୁ ଅଭ୍ୟାସ ନାହିଁ। ସବୁବେଳେ ରିଚ୍ ଫୁଡ୍ ଅର୍ଥାତ୍ ତେଲ ମସଲା ଏଗୁଡ଼ାକ ଖାଇ ବଡ଼ିକି ତ ଖରାପ କରିସାରିଛି। ତେଣୁ ଆଜି ଡିସାଇଡ଼୍ କଲି ମୁଁ ଯିବି ନନଭେଜ୍ ଖାଇତେ। ତେଣୁ ୟା ପୂର୍ବରୁ ମୁଁ ଯେତେବେଳେ ମାସେ ତଳେ ଯାଇଥିଲି, ମୁଁ ଯେଉଁ କଲୋନୀରେ ଭଦ୍ରକରେ ରହୁଛି, ରୋଡ଼ କ୍ରସ୍ କଲେ ସେଇଠି ଚିକେନ୍, ମଟନ୍ ଆଉ ମାଛ ଛୋଟ ଦୋକାନ ମିଳିଯାଉଥିଲା। କିନ୍ତୁ ସେଦିନ ମୁଁ ଯେତେବେଳେ ମାଛ ଆଣିତେ ଯାଇଥିଲି, ମୁଁ ଚିକେନ୍ ଖାଇନି କି ମଟନ୍ ଖାଇନି, ମୋ ମାଛ ପ୍ରିୟ। କାହିଁକିନା ଆମ ଛୋଟବେଳେ ଆମର ଗଢ଼ିଆ ବନ୍ଧା ଥିଲା, ଯେଉଁଠି ଆମକୁ ସବୁବେଳେ ମାଛ ଧରାଯାଏ। ଆମ ଫ୍ୟାମିଲିରେ ସମସ୍ତେ ମାଛ ପ୍ରିୟ। ତେଣୁ ମୁଁ ଅଭ୍ୟାସ ମୋର ମାଛ ହିଁ ମୋର ଭାରି ପ୍ରିୟ। ତେଣୁ ରୋଡ଼ କ୍ରସ୍ କରି ଗଲି ମାଛ ଆଣିତେ ମାସେ ତଳେ। ସେଠି ଦେଖିଲା ବେଳକୁ ମାଛବାଲାଙ୍କୁ ପୁଲିସ ବାଲା ପିଟିକି ତାଙ୍କ ଦଣ୍ଡି ବେଗ୍ ସବୁ ଛଡ଼ଉଥାନ୍ତି। ମୁଁ ସେଇଠୁ ଦୂରରେ ଠିଆ ହେଇକି ପଳେଇ ଆସିକି ଅନେଇଲି। ଆଉ ଜଣଙ୍କୁ ପଚାରିଲି, ଆଜି କ'ଣ ମାଛ ମିଳିବନି? ପୁଲିସ ବାଲା ଏମାନଙ୍କୁ କାହିଁ ବାଡ଼ଉଛନ୍ତି? ସେଇଠୁ ସେ ଲୋକଟି କହିଲା, ମିଳିବ, ପୁଲିସ ଯାଇସାରନ୍ତୁ। ଆଉ ମୁଁ ପଚାରିଲି, କାହିଁକି ତାଙ୍କୁ ପିଟୁଛନ୍ତି କ'ଣ ପାଇଁ? କହିଲା, ଜାଣିନ କି ରୋଡ଼ ପା ଚଉଡ଼ା ହେଉଛି, ଦେଖୁଛ ତ ଭଦ୍ରକରେ କେମିତି ଭଙ୍ଗାରୁଜା ହେଉଛି। ତାପରେ ମାର୍କେଟ ସବୁ ଘୁଞ୍ଚି ଯାଉଛି। ଆପଣ ଚାନ୍ଦବାଲି ଲାଇନକୁ ଯାଆନ୍ତୁ, କାର୍ମେଲ ସ୍କୁଲ ପାଖାପାଖିରେ ସେଠି ଗୋଟେ ମାଛ ବିରାଟ ମାର୍କେଟ ତିଆରି ହେଉଛି, ଆଉ ମଲ୍ ଟାଇପ୍ରେ। ଆଉ ସେଠିକି ଗଲେ ଭେରାଇଟି ମାଛ ମିଳିବ। ମନ୍ତ୍ରୀ ବା ଉଦ୍ଘାଟନ କରିକି ଗଲେଣି। ଏମାନେ ଚାହୁଁଛନ୍ତି ଯେ କି ଏଠି ମାଛବାଲା ନ ବସନ୍ତୁ, ସମସ୍ତେ ସେଠି ଯାଇକି ଯେଉଁଠି ଠିକ୍ ହେଇଛି ସେଇଠି ମାଛ ବିକ୍ରି କରନ୍ତୁ। ଆଉ ଏମାନେ ଏଇ ଛକରୁ ଆଉ ସେ ସ୍କୁଲ ନିହାତି 5-7 କିଲୋମିଟର ପାଖ ହେଇଯିବ। ତେଣୁ ଲୋକ ସେଠିକି ବି ଯାଇତେ ଇଚ୍ଛା କରୁନାହାନ୍ତି, ହଇରାଣରେ ପଡ଼ିଲେ। ଆଉ ଯେଉଁମାନେ ଆପଣଙ୍କ ଭଳିଆ ଲେଡ଼ିଜ୍ ଘରୁ ବାହାରି ଆସିକି ମାର୍କେଟରୁ ମାଛ କିଣି ନେଇକି ପଳାଉଥିଲେ ନାଇଟ୍ ପିନ୍ଧିକି, ଆଉ ଏଇଖିନା ସ୍କୁଟି ନେଇକି ଯା, ଟେମ୍ପୁ ନେଇକି ଯା, ଯେତିକି ମାଛ ନ କିଣିବ ତା 3 ଡବଲ ଟେମ୍ପୁର ଭଡ଼ା କି ସ୍କୁଟି ନେଇକି ତେଲ ପୋଡ଼ିକି ଯିବେ। ଆଉ ଆମ ପୁରୁଷ ଲୋକମାନେ ତ ଛାଡ଼, ତାଙ୍କୁ ତ ଅସୁବିଧା ହେଲା ଆଉ। ମୁଁ ସେଇଠୁ ଆଉ କିଛି କହିଲିନି, ବୁଲି ଠିଆ ହେଲି। ମୋର ତ ଲୋଭ ମାଛ ଖାଇବା ପାଇଁ। ସେଇଠୁ ପୁଲିସ ବାଲା ଛଡ଼ାଛଡ଼ି କରି ପଳେଇଲେ। ସେଇଠୁ କ'ଣ କଲେ ନା, ଯେଉଁଠି ଛୋଟିଆ ମଟନ୍ ଦୋକାନୀ ତାରି ପାଖରେ ନେଇକି ତାଙ୍କ ମାଛର ସବୁ ବେଗରେ ପୂରେଇକି ସେଇଠି ଥୋଇ ଦେଇଛନ୍ତି। ପୁଲିସ ବାଲା କିଛି ପାଇଲେନି, ପଳେଇଲେ। ସେଇଠୁ ମୋତେ ଡାକିକି ନେଇକି ସେ ବେଗ୍ରୁ ପଚାରିଲେ, ଦିଦି କେତେ ନେବେ? ମୁଁ କହିଲି, ମୁଁ ଏକୁଟିଆ, ପୁଅ ତ ଆଇଁଷ ଖାଏନି, ଆଉ ମୋତେ ହାଫ୍ କେଜି ରୋହି ଦିଅନ୍ତୁ। ସେଇଠୁ ମଟନ୍ ବାଲାର ଦଣ୍ଡିରେ ଓଜନ କରିକି ମୋତେ ଦେଇଦେଲା। ମୁଁ କହିଲି, ଏତିକି ମାଛ ଆଣିଛନ୍ତି ସବୁ ତ ପଚିଯିବ।
ସେଇଠୁ ମଟନବାଲା କହିଲା, ଦେଖନ୍ତୁ ଭଉଣୀ, ଆଜି ତାର ବିପଦ ପଡ଼ିଛି, କାଲି ଆମର ନ ପଡ଼େ କେମିତି ହେବ? ତା ବୋଲି କ'ଣ ଆମେ ତା ମାଛ ପଚେଇଦେବା ନା? ଏଇଠି ଠିଆ ହେଇକି ବିକ୍ରି କରିଦେବ, କ'ଣ ହେଇଗଲା? ସେଇଠୁ ମୁଁ ତା ମୁହଁକୁ ଅନେଇଲି, ମୁଁ କହିଲି ଯାହା ହଉ ଆପଣଙ୍କର କେତେ ବଡ଼ ହୃଦୟ, କହିକି ପଳେଇ ଆଇଲି। ତାର ମୋ ମନରେ ଅଛି ମାଛ ଆଉ ଏଠି ମିଳୁନି, ଆଉ ପୋଲିସବାଲା ମାରିକି ବିଦା କରିଦେଇଛନ୍ତି। ଆଉ ମିଳିବ ଯଦି ମୋତେ 7 କିଲୋମିଟର ଟେମ୍ପୋ ନେଇକି ଯାଇକି ମାଛ କିଣିବାକୁ ପଡ଼ିବ। ଆଉ ସେଥିରେ ଯେତିକି ଖାଇବିନି ସେତିକି ଟେମ୍ପୋକୁ ପଇସା ଦେବି। ଯାହା ହଉ, ଆଉ ତ ପୁଅ ତ ଆଇଁଷ ଖାଉନି, ମୁଁ ବି ଖାଇଲିନି। ଆଉ ମୋ ରୋଗ ବି କହୁଛି ପୋଡ଼ା ଜଳା ଖାଇକି ବଞ୍ଚ। ଦେହରେ ଅଲରେଡ଼ି ବହୁତ ଡିପୋଜିଟ୍ କରିକି ରଖିଛୁ। ଇଣ୍ଟରମିଡ଼ିଏଟ୍ ଫାଷ୍ଟିଂ କର, ଦେହରେ ସେ ଚର୍ବି ଜଳୁ। ଯାହା ହଉ ତ ମାନେ ବିରାଡ଼ି କପାଳକୁ ଶିକା ଛିଡ଼ିଲା। କିନ୍ତୁ ଆଜି ମନ ପୁରା ଟାଣିଛି, ଯେମିତି ହେଲେ କିଛି ଗୋଟେ ନ ଖାଇଲେ ପାଟିର ଟେଷ୍ଟ ଉଡ଼ିଗଲାଣି। ସେଇଠୁ ଗଲା ବେଳକୁ କଲୋନୀ ରାସ୍ତାର ଉପରକୁ ଉଠିଲା ବେଳକୁ, ରାସ୍ତା ଉପରକୁ ସେଇ ମାଛବାଲା ବାଇକ୍ ଉପରେ ବସି ମୋତେ ହାତ ଠାରି ଡାକିଲା। ମୁଁ ସେଇଠୁ ଗଲି, ମୁଁ କହିଲି ପୁଣି ଏଠି ଠିଆ ହେଇଛ, ତୁମ ମାଛ କାଇଁ? ତୁମେ ମାଛ ବିକୁଛ ନା? ସେଇଠୁ ସେ କହିଲା, ହଁ ଦିଦି ବିକା ହେଉଛି। ମୁଁ କୋଉଠି? ଏଠି ତ ତୁମର ପଡ଼ିନି, ପୋଲିସବାଲା ଭାଙ୍ଗିଦେବେ। କହିଲେ ନା ନା, ସେ ଯେଉଁ ଚିକେନ୍ ବାଲା ଯେଉଁ କରିନି ନା, ସେଇଠିକି ଯାଆନ୍ତୁ, ମାଛ ମିଳିବ। ମୁଁ ସେଇଠୁ ଗଲି, ଦେଖିଲା ଚିକେନ୍ ବାଲାଙ୍କର ପ୍ରବଳ ଭିଡ଼। ସେଇଠୁ ଚିକେନ୍ ବାଲାକୁ କହିଲା, ଠାରିଲା କଣକୁ। ମୁଁ ସେଇଠୁ କଣକୁ ଅନେଇଲା ବେଳକୁ ମାଛବାଲା ବସିଛି। ସେଇଠୁ ଆଗରେ ସେ କ'ଣ କରିଛି ନା, ତାର ଯେଉଁ ରେକ୍ଟାକୁ ୱାର୍ଡ଼ କରିଦେଇଛି, ଯେଉଁଠି ଚିକେନ୍ ସବୁ ତା ଭିତରେ ଥାଆନ୍ତି। ଆଉ ତା ପାଖରେ ଗୋଟେ ଗଳି ଭଳିଆ ଅଛି, କଣକୁ ସେ ମାଛବାଲାକୁ ସେ ବସେଇଛି। ମାନେ ନିଜ ଦୋକାନରେ ଗୋଟେ କୋଣରେ ମାଛବାଲା ବସିଛନ୍ତି, ଆଉ ସିଏ ତାର ଫ୍ରଣ୍ଟରେ ରହିକି ତାର ଚିକେନ୍ ବିକୁଛି, ଯେମିତି କେହି ଦେଖିପାରିବେନି। ମୁଁ ସେଇଠୁ ଅନେଇଲି, ଆରେ ଆମେ ଭାରତୀୟ, ସତରେ ଆମେ ଭାରତରେ ରହିଛନ୍ତି, ସତରେ ଆମେ କେତେ ଗର୍ବିତ, ଆମେ ଏଠି ଜନ୍ମ ହେଇଛନ୍ତି। ଭାବନ୍ତୁ ଦର୍ଶକ ବନ୍ଧୁ, ଭାବନ୍ତୁ ସେ ଚିକେନ୍ ବାଲା ଭାବିଲାନି ଯେ ମାଛବାଲା ତା ପାଖରୁ ଉଠିଗଲା, ତା ଚିକେନ୍ ବେଶୀ ବିକ୍ରି ହେବ, ଆଉ ସେ ଫାଇଦାରେ ରହିବ। କିନ୍ତୁ ନା ଦର୍ଶକ ବନ୍ଧୁ, ସିଏ ବୁଝିଲା ଯେ କି ମାଛବାଲା ଗରିବ ଲୋକ, ସିଏ ବିକିଲେ ତା ପରିବାର ଚଳିବ ମାଛ। ମୁଁ ଯେମିତି ସିଏ ସେମିତି। ତେଣୁ ତା ଦୋକାନର ଗୋଟେ ସାଇଟ୍ କଣକୁ ମାନେ ସିକ୍ୟୁରିଟି ଦେଇକି, ଯେମିତି ପୋଲିସବାଲା ନ ଦେଖିବେ, ତା ଦୋକାନକୁ ଯେଉଁମାନେ ଆସୁଛନ୍ତି ତାକୁ ସେ ଡିଭାଇଡ଼ କରିକି ତାକୁ ସେଠିକି ପଳାଉଛନ୍ତି, ତଥାପି ତାକୁ କିଛି ଫରକ ପଡ଼ୁନି। କିନ୍ତୁ ଭାବନ୍ତୁ ଏଇସବୁ ଦୃଶ୍ୟ ଆମେ ଏଇ ଭାରତରେ ଦେଖିବା। ଦେଖନ୍ତୁ, 2 ଜଣ ଗୋଟେ ମାନେ ଦୋକାନରେ ବିକ୍ରି କରୁଛନ୍ତି, ଗୋଟେ ଚିକେନ୍ ବିକୁଛି, ଗୋଟେ ମାଛ ବିକୁଛି। ମାଛ ଦୋକାନୀର ବି ଭିଡ଼ ଚାଲିଛି, ଚିକେନ୍ର ଆହୁରି ଭିଡ଼ ଚାଲିଛି। ମାନେ ଭଗବାନ ବି ମଦତ କରନ୍ତି ଏଭଳି ଲୋକଙ୍କୁ। ଯିଏ ଅନ୍ୟର ମଦତ କରେ, ତା ଘରେ ଧନ ଅଭାବ ହୁଏନି। ମୁଁ ଠିଆ ହେଇକି 10 ମିନିଟ୍ ଲକ୍ଷ୍ୟ କଲି ଯେ କି ଯେମିତି ମାଛ ପ୍ରିୟ ଯେଉଁମାନେ, ସେମାନେ ମାଛ କିଣୁଛନ୍ତି। ଯେଉଁମାନେ ଚିକେନ୍ ଖାଇତେ ମନ ବନେଇକି ଆସିଛନ୍ତି, ସେମାନେ ଚିକେନ୍ କିଣୁଛନ୍ତି। କିନ୍ତୁ ମାଛବାଲାଠୁ ଚିକେନ୍ ଦୋକାନର ପ୍ରବଳ ଭିଡ଼। ତାହେଲେ ଆମେ କ'ଣ କାହିଁକି ସ୍ୱାର୍ଥପର ହେବା? କାହିଁକି ଅନ୍ୟକୁ ମଦତ ନ କରିବା? ତେଣୁ ଦର୍ଶକ ବନ୍ଧୁ, ଭାବନ୍ତୁ, ଏତେ ବିଶାଳ ହୃଦୟ କେବଳ ଭାରତବାସୀଙ୍କର, ନା କ'ଣ କହୁଛନ୍ତି? ତେବେ ଭାରତବାସୀଙ୍କ ପାଇଁ ମୁଁ 2 ଲାଇନ୍ ଲେଖିଛି, କହୁଛି। ମୁଁ ମୋର ନାହିଁ ହୁଙ୍କାର, ଯେଉଁଠି ପ୍ରେମର ବାଜେ ଝଙ୍କାର। ମୁଁ ମୋର ନାହିଁ ହୁଙ୍କାର, ଯେଉଁଠି ପ୍ରେମର ବାଜେ ଝଙ୍କାର। 6 ଋତୁର ବହେ ସୁଗନ୍ଧ,
ସମ୍ପର୍କରେ ପଡ଼େନି ସ୍ୱାର୍ଥପରତାର ବନ୍ଧ। ଦେବଭୂମି ବୋଲି ଜାଣେ ଜଗତ, ନିରେଶ ପଡ଼େନି ଭକତ। ଏଠି ଠାକୁର ଏମିତି ବଢ଼ିଆ, ଏଠି ଠାକୁର ଏମିତି ବଢ଼ିଆ, ହାତ ବଢ଼େଇ ନେଇ ଯାଆନ୍ତି ନଡ଼ିଆ। 100 ଭୁଲର ମିଳେ ଏଠି କ୍ଷମା, 100 ଭୁଲର ମିଳେ ଏଠି କ୍ଷମା। ଖର୍ଚ୍ଚ କରିତେ ପଛାନ୍ତିନି ଜୀବନର ଜମା। ବଚନ ପାଇଁ ନିଅନ୍ତି ବନବାସ, ଖବର ନେବା ପାଇଁ ରାଜା ନିଏ ଫକୀରର ବେଶ। ଜଳ ଯେଉଁଠି ପାପ ଧୋଉଚି, ଜଳ ଯେଉଁଠି ପାପ ଧୋଉଚି, ଅହିଂସାର ମହାମନ୍ତ୍ର ଜଗତ ଶୁଣୁଚି। ଧନବଳ ନୁହେଁ ମନୋବଳରେ ବଞ୍ଚିଛି, ଏ ମାଟି ମୋ ପାଇଁ କଣ କଣ ନ ଖଞ୍ଜିଛି। ବନ୍ଦେ ମାତରମ୍। ଭାରତ ମାତା କି ଜୟ।